ମୋ ପ୍ରିୟମାନେ, ଆପଣମାନେ ଆଜି ସୁସ୍ଥ ସବଳ ଅଛନ୍ତି। ପ୍ରତିଦିନ ଈଶ୍ୱରଙ୍କ କରୁଣା ନୂତନ ଅଟେ। ନୂତନ ଦିନ ପରମେଶ୍ୱର ଆମ୍ଭମାନଙ୍କୁ ଦେଇଅଛନ୍ତି, ଅର୍ଥାତ୍ ତାଙ୍କ କରୁଣା ମଧ୍ୟ ଆମମାନଙ୍କ ପାଇଁ ନୂତନ ଅଟେ। ପ୍ରତି ପ୍ରଭାତରେ ତାଙ୍କ କରୁଣା ନୂତନ ହୋଇଥାଏ। ପରମେଶ୍ୱର ଆଜି ଆମମାନଙ୍କୁ କ'ଣ କହିବାକୁ ଯାଉଛନ୍ତି? ପରମେଶ୍ୱରଙ୍କ ପ୍ରତିଜ୍ଞା ଆପଣ ଭୁଲି ଯାଇ ନାହାନ୍ତି ତ? ଯଦି ମାଗିବେ ଆଜି ଆପଣ ନିଶ୍ଚୟ ତାହା ଦେଖିପାରିବେ। ଯଦି ଆପଣମାନେ ଖୋଜିବେ ତେବେ ନିତାନ୍ତ ଆପଣମାନେ ପାଇବେ। ଯଦି ଦ୍ୱାରର ଆଘାତ କରିବେ ତେବେ ଆପଣମାନଙ୍କ ପାଇଁ ଦ୍ୱାର ଖୋଲି ଦିଆଯିବ। ବିଶ୍ୱାସ ସହକାରେ ଏକ ବ୍ୟକ୍ତି ଯଦି ପରମେଶ୍ୱରଙ୍କ ନିକଟକୁ ଯିବେ ତେବେ ପରମେଶ୍ୱରଙ୍କ ଅଦ୍ଭୁତ ଆଶ୍ଚର୍ଯ୍ୟ ଚମତ୍କାରର କାର୍ଯ୍ୟ ସେ ଆପଣା ଜୀବନରେ ନିତାନ୍ତ ଅନୁଭବ କରିବେ। ଯେହୋଶୁଆ 3:5 ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ କ୍ରିୟା କରିବେ। ପରମେଶ୍ୱର ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ କ୍ରିୟା ସବୁ କରିବେ। ଆପଣଙ୍କ ଜୀବନରେ, ପୁଅ ଝିଅମାନଙ୍କ ଜୀବନରେ, ପାରିବାରିକ ଜୀବନରେ, କାମ କାର୍ଯ୍ୟରେ ସେ ଆଶ୍ଚର୍ଯ୍ୟ କର୍ମମାନ ନିତାନ୍ତ କରିବେ। ପରମେଶ୍ୱର ଆମ୍ଭମାନଙ୍କ ଜୀବନରେ ଅଦ୍ଭୁତ କାର୍ଯ୍ୟ କରିବା ପାଇଁ ସର୍ବଦା ଚାହାନ୍ତି, କିନ୍ତୁ ସେଥି ନିମନ୍ତେ ଆମ୍ଭମାନଙ୍କୁ ପବିତ୍ର ହେବାକୁ ଯେ ପଡ଼ିବ ଏହା ଜାଣିବା ଦରକାର। ଆମ୍ଭେମାନେ ଆପଣା ଜୀବନ ଗୁଡ଼ିକରେ ଆଶ୍ଚର୍ଯ୍ୟ କର୍ମ ସମୂହ ଦେଖିବା ପାଇଁ ସର୍ବଦା ଇଚ୍ଛା ପ୍ରକାଶ ନିତାନ୍ତ କରିଥାଉ, କିନ୍ତୁ ଇଚ୍ଛା କରିବା ଦ୍ୱାରା ହୁଏ ନାହିଁ। ଏ ଆଶ୍ଚର୍ଯ୍ୟ କର୍ମ ଦେଖିବା ପାଇଁ ଆମ୍ଭମାନଙ୍କୁ ସର୍ବାଙ୍ଗ ଶରୀରକୁ ପବିତ୍ର ନିର୍ଦ୍ଦୋଷ ରୂପେ ରକ୍ଷିତ କରିବାକୁ ପଡ଼ିବ, ଏହା ବାକ୍ୟ କହେ। ଆମ୍ଭେମାନେ ଜୀବନରେ ପବିତ୍ରତାକୁ ଆପଣାଇବା ଅତୀବ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେହେତୁ ଆଶ୍ଚର୍ଯ୍ୟ କ୍ରିୟା ଦେଖିବା ପାଇଁ ଆମ୍ଭେମାନେ ଅନୁଭବ କରିବା ପାଇଁ ଚାହିଁବା ଦ୍ୱାରା ତାହା ଆମ୍ଭେମାନେ ଅନୁଭବ କରିପାରିବା ନାହିଁ, କିନ୍ତୁ ପାପ ସବୁ କ୍ଷମା ପ୍ରାର୍ଥନା କରି ପାପ ସବୁର ଅନୁତାପ କରି ଯଦି ଫେରିବା, ଆପଣା ଜୀବନକୁ ଶରୀରକୁ ଯଦି ଆମ୍ଭେମାନେ ପବିତ୍ର କରିବା ତେବେ ଆଶ୍ଚର୍ଯ୍ୟ କ୍ରିୟା ଦେଖିପାରିବା। ଏଣୁ ପ୍ରଭୁଙ୍କ ଲୋକମାନେ ବ୍ୟସ୍ତ ହୋଇଯାଆନ୍ତୁ ତାହା ମୁଁ କହୁନାହିଁ। ଆମ୍ଭେମାନେ ନିଜେ ନିଜେ କେବେ ପବିତ୍ର ହୋଇପାରିବା ନାହିଁ। ଆମ୍ଭମାନଙ୍କ ପବିତ୍ର ନିମନ୍ତେ, ପବିତ୍ର ହେବା ନିମନ୍ତେ ପ୍ରଭୁ ଯୀଶୁ ଆପଣଙ୍କୁ କ୍ରୁଶରେ ଦେଇଦେଲେ। ଏଣୁ ତାଙ୍କ ରକ୍ତରେ ଯଦି ଆମ୍ଭେମାନେ ବିଶ୍ୱାସ କରି ତାଙ୍କ ରକ୍ତ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଧୌତ ହୋଇ ତାଙ୍କ ଶକ୍ତିରେ ବିଶ୍ୱାସ କରି ପ୍ରାର୍ଥନା ନିତାନ୍ତ କରୁଥିବା ସବୁଦିନ ତେବେ ନିଶ୍ଚୟ ଆମେମାନେ ପବିତ୍ରକୃତ ହୋଇପାରିବା। ପବିତ୍ର ହେବା ନିମନ୍ତେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କରି ଯଦି ଆମ୍ଭେମାନେ ତାଙ୍କ ରକ୍ତରେ ବିଶ୍ୱାସ କରି ସ୍ଥିର ହୋଇ ବାକ୍ୟରେ ଯଦି ରହିବା ତେବେ ନିତାନ୍ତ ପରମେଶ୍ୱର ଆମ୍ଭମାନଙ୍କୁ ପବିତ୍ର କରିବେ, ପବିତ୍ରତାରେ ସେ ଆମମାନଙ୍କୁ ଭରିଦେବେ। ଏତେ ଉତ୍ତମ ପରମେଶ୍ୱର ଆମ୍ଭେମାନେ ଯେପରି ପବିତ୍ର ହୋଇପାରିବା, ଏଣୁ ସେ ଆମ୍ଭମାନଙ୍କ ନିମନ୍ତେ ସମସ୍ତ ପ୍ରାବଧାନ କରି ଦେଇଅଛନ୍ତି, ଯେଉଁଟା ଆମ୍ଭମାନଙ୍କ ଜୀବନରେ ଆଶୀର୍ବାଦରୁ ଆମେମାନେ ବଞ୍ଚିତ ନ ହେଉ। ପରମେଶ୍ୱରଙ୍କ ନାମର ଗୌରବ ହେଉ। ପ୍ରଭୁଙ୍କ ଲୋକମାନେ, ପବିତ୍ରତା ଯେ ଜୀବନରେ ଅଧିକ ଆବଶ୍ୟକ ଅଟେ, ଏହା ଆମ୍ଭେମାନେ ସମୟ ଥାଉ ଥାଉ ଯଦି ବୁଝିଯିବା ତେବେ ଜୀବନରେ ଆମେମାନେ ଅନେକ ପ୍ରକାରର ଆଶୀର୍ବାଦକୁ ପୁଣି ଆଶ୍ଚର୍ଯ୍ୟ କ୍ରିୟା ସକଳ ଆମ୍ଭେମାନେ ଜୀବନରେ ନିତାନ୍ତ ଦେଖିବା। ଏଣୁ ପବିତ୍ରତାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରିବା ଆମ୍ଭମାନଙ୍କ ଜୀବନରେ ଏକ ବହୁତ ବଡ଼ ଆଶୀର୍ବାଦର ବିଷୟ ହୋଇପାରିବ। ଆସନ୍ତୁ ପ୍ରାର୍ଥନା କରିବା। ହେ ପ୍ରଭୁ, ତୁମେ ହିଁ ମୋତେ ସମ୍ପୂର୍ଣ୍ଣ ରୂପେ ପବିତ୍ର କରିପାରିବ ପିତା, ଏହା ମୋର ତୁମ୍ଭ ଚରଣରେ ବିଶ୍ୱାସ। ପୁଣି ମୁଁ ପ୍ରାର୍ଥନା କରୁଛୁ, ତୁମେ ହିଁ ମୋତେ ତୁମ୍ଭେ ଆପଣା ରକ୍ତ ଦ୍ୱାରା ସମ୍ପୂର୍ଣ୍ଣ ରୂପେ ଧୌତ କରି ପାପ ସବୁ ପରିଷ୍କାର କରି ପବିତ୍ର କରିଦିଅ। ପ୍ରଭୁ, ମୁଁ ପ୍ରାର୍ଥନା କରୁଅଛି, ତୁମ ଚରଣରେ ଗୁହାରି ବିନତି କରୁଅଛି ପିତା, ପବିତ୍ର ହେବା ନିମନ୍ତେ ମୋତେ ପୁଣି ମୋ ପରିବାରର ପ୍ରତ୍ୟେକଙ୍କୁ ତୁମେ ଦୟାକରି ସାହାଯ୍ୟ କର। ଆଜି ହିଁ ମୋ ଜୀବନର ଆଶ୍ଚର୍ଯ୍ୟ କର୍ମ ସବୁ ଦେଖାଯାଉ ବୋଲି ଯୀଶୁଙ୍କ ନାମରେ ପ୍ରାର୍ଥନା କରିଲି। ଆମେନ୍, ଆମେନ୍।